অভয়বাণী অভয়বাণী অভয়বাণী। ଜୟ ଗୁରୁ ଜୟ ଗୁରୁ ଜୟ ଗୁରୁ। ଶ୍ରୀ ଠାକୁର ମହାରାଜଙ୍କର ଅଭୟ ପାଦ ପଦ୍ମରେ ଭକ୍ତିପୂତ ପ୍ରଣତି। ସମସ୍ତ ଗୁରୁ ଭାଇ ଓ ମାଆମାନଙ୍କୁ ଜୟ ଗୁରୁ ପ୍ରୀତି ପ୍ରଣାମ। ସମସ୍ତ ଶ୍ରୋତାମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ପ୍ରୀତି ପ୍ରଣାମ। ଆଜି ଅଭୟବାଣୀର ଅଭୟ ମୂର୍ଚ୍ଛନା କାର୍ଯ୍ୟକ୍ରମରେ ଅଭୟବାଣୀର ପ୍ରଥମ ଖଣ୍ଡ ଶ୍ରୀହସ୍ତ ଲିଖିତ ବାଣୀ ନମ୍ବର 32 ପାଠ କରିବାକୁ ଯାଉଛି। ଶ୍ରୀ ଗୁରୁଙ୍କଠାରେ ନିର୍ଭର କରି ତାଙ୍କ ଆଦେଶ ପାଳନ କରିଯାଅ। ଦିନେ ମନୋବାସନା ପୂର୍ଣ୍ଣ ହେବ। 12ଟା ବର୍ଷ କିଛି ନୁହଁ। ପ୍ରୟୋଜନ ହେଲେ ଯୁଗ ଯୁଗାନ୍ତର ଅପେକ୍ଷା କରିବାକୁ ପଡ଼ିବ, କିନ୍ତୁ ଦିନେ ନିଶ୍ଚୟ ପାଇବ। এই ବାଣୀ ମାଧ୍ୟମରେ ଠାକୁର ଆମକୁ ନିର୍ଭରତା ଦେଉଛନ୍ତି ଯେ ତମମାନେ ଯଦି ଠିକ୍ ଠିକ୍ ଭାବରେ ମୋର ଆଦେଶ ଉପଦେଶକୁ ପାଳନ କରିବ, ତାହେଲେ ତୁମର ଯେଉଁ ମନୋବାସନା ଅଛି, ସେ ମନୋବାସନାଟା କ'ଣ? ବିଭିନ୍ନ ପ୍ରକାର ମନୋବାସନା ଆମ ଭିତରେ ଅଛି। କାମନା ବାସନା ନେଇକରି ଜୀବ ଜଗତରେ ରହିଛି, ତା ପ୍ରାରବ୍ଧ ଭୋଗ କରୁଛି। କିନ୍ତୁ ସେ ପ୍ରାରବ୍ଧ ଭୋଗ କରିବା ପାଇଁ ନିଜର ସଂସ୍କାରକୁ ପରିବର୍ତ୍ତନ କରି ଠାକୁରଙ୍କ ଧାରାରେ ପରିଚାଳିତ ହେବା ହେଉଛି ଆମର କର୍ତ୍ତବ୍ୟ। এই ଯେଉଁ କଥା ଲେଖା ହେଇଛି 12ଟା ବର୍ଷ କିଛି ନୁହେଁ, ଠାକୁର କହିଛନ୍ତି ଯେ ଯଦି ଗୋଟେ ଆମେ ସାଧନା କ୍ଷେତ୍ରରେ ରହୁଛେ ବା ଆମେ ଯେଉଁ ନିର୍ଭର, ଠାକୁର କହିଛନ୍ତି ଯେ ତମେ ନିଶ୍ଚୟ ମୁକ୍ତି ପାଇବ। 3 ଜନ୍ମ ଯେଉଁମାନେ ମୋର ଘନିଷ୍ଠ ବା ନିର୍ଦ୍ଦିଷ୍ଟ ଭାବରେ ମୋର କର୍ମ କରିବେ ସେମାନେ 1 ଜନ୍ମ ମୁକ୍ତି ପାଇବେ, ଯେଉଁମାନଙ୍କର ବିଳମ୍ବ ହେବ 3 ଜନ୍ମ ଲାଗିବ। এই ଯେଉଁ କଥା କହିଛନ୍ତି ଏଇଟା ଆମେ କେତେ ଦୂର ମାନେ ଅନ୍ତର ଭିତରେ ତାକୁ ଗ୍ରହଣ କରିପାରୁଛେ ଯେ ଠାକୁର କହିଛନ୍ତି ମାନେ ଏହା ନିଶ୍ଚୟ ହେବ ଆଉ ମୁଁ ଦିନେ ନିଶ୍ଚୟ ପାଇବି। এই ଯେଉଁ ଭରସା ନିର୍ଭରତା, এই ବାଣୀ ମାଧ୍ୟମରେ ଆମେ ନିର୍ଭରତା ପାଇଛେ। ଗୋଟେ ଦୃଷ୍ଟାନ୍ତ ଦେଉଛି। ପ୍ରଭୁ ଦିନେ ସମସ୍ତଙ୍କୁ କୃପା ପ୍ରଦାନ କରୁଥିଲେ। ଜଣେ ଭକ୍ତ ଖବର ପଠାଇଲେ ଯେ ପ୍ରଭୁ ମୋର କେତେ ଦିନରେ ମୁକ୍ତି ପାଇବି। ନା ସେ କହିଲେ ଇଏ ତାକୁ କହିବ ଯେ ସେ 100 ଜନ୍ମ ପରେ ମୁକ୍ତି ପାଇବ କି 50 ଜନ୍ମ ପରେ ମୁକ୍ତି ପାଇବ କି 20 ଜନ୍ମ ପରେ ମୁକ୍ତି ପାଇବ। କିନ୍ତୁ ଆଉ ଜଣେ ଭକ୍ତ ଯେତେବେଳେ ପଠାଇଲେ ତାକୁ ସେ କହିଲେ ଯାହା ତାକୁ କହିବ ଯେ ତମର ପ୍ରଶ୍ନର ଉତ୍ତର ଦେବାକୁ ତାଙ୍କ ପାଖରେ ପ୍ରଭୁଙ୍କ ପାଖରେ ସମୟ ନାହିଁ, କାରଣ ସେ ଛୁଞ୍ଚି ଭିତରେ ହାତୀ ପୁରେଇବା କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି। ତେଣୁ ଯେ ପ୍ରଥମ ଭକ୍ତକୁ ଯେତେବେଳେ କୁହାହେଲା ଆସିକିରି ଯେ ପ୍ରଭୁ କହିଛନ୍ତି ତମେ 100 ବର୍ଷ ପରେ କି 50 ବର୍ଷ ପରେ ମୁକ୍ତି ପାଇବ, ତାଙ୍କ ଭିତରେ ସିଏ ସାଙ୍ଗେ ସାଙ୍ଗେ ପ୍ରଶ୍ନ ସିଏ କହିଲେ ହାୟ ମୋ ଭାଗ୍ୟ ଖରାପ, ଏତେ ଦିନ ଲାଗିବ ମୋର ମୁକ୍ତି ପାଇବା ପାଇଁ। କିନ୍ତୁ ଦ୍ୱିତୀୟ ଭକ୍ତକୁ ଯେତେବେଳେ କୁହାଯାଇଛି ଯେ ପ୍ରଭୁ ତମର ଉତ୍ତର ଦେଇପାରିଲେନି, ସିଏ ଛୁଞ୍ଚି ଭିତରେ ହାତୀ ପୁରେଇବା କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି, ସେ ସାଙ୍ଗେ ସାଙ୍ଗେ ବିରକ୍ତ ହେଇ ଉଠିଲେ। କହିଲେ ଏଇଟା କିଛି ଅସମ୍ଭବ କଥା ତାଙ୍କ ଅପେକ୍ଷା ନୁହଁ। ସେ କ'ଣ ବାହାଦୁର ଦେଖାଇ କହୁଛନ୍ତି ଏଇ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି, ଉତ୍ତର ଦେଇପାରିଲେନି। ସେ କହିକିରି ଗାଳି ଦେବାକୁ ଲାଗିଲେ ପ୍ରଭୁଙ୍କୁ, ଭଗବାନଙ୍କୁ। କହିଲେ ଏଇଟା ଯିଏ ସାରା ବିଶ୍ୱକୁ ଚଳାଉଛି, ସଂସାରର ଯିଏ କର୍ତ୍ତା, ତାକୁ ଛୁଞ୍ଚି ଭିତରେ ହାତୀ ପୁରେଇବାଟା ଅସମ୍ଭବ କ'ଣ? ତେଣୁ ସେ କଥା ମୁଁ ଶୁଣିବାର ନାହିଁ, ତାଙ୍କୁ ପଚାର ଏଇ କାର୍ଯ୍ୟ। ତେଣୁ ଏଇ ଯେଉଁ ଉତ୍ତର 2 ଜଣଙ୍କର ମାନେ ଠାକୁରଙ୍କର ଭଗବାନଙ୍କର ଉତ୍ତର ବା କୃଷ୍ଣଙ୍କର ଉତ୍ତର ବା ଗୁରୁଙ୍କର ଉତ୍ତର ସେଇଟା ନୁହଁ। ଭକ୍ତର ମନୋଭାବ ଏଇଠି ପରୀକ୍ଷାମୂଳକ ଭାବରେ ଠାକୁର ପରୀକ୍ଷା କରୁଥିଲେ ଯେ କାହା ଅନ୍ତର ଭିତରେ କ'ଣ ଅଛି, ସେଟା ଏଇ ଉତ୍ତର ମାଧ୍ୟମରେ ବାହାରି ପଡ଼ିଲା। ପ୍ରଥମ ଭକ୍ତ ସଂଶୟୀ, ଦ୍ୱିତୀୟ ଭକ୍ତ ସମ୍ପୂର୍ଣ୍ଣ ନିର୍ଭରଶୀଳ। ସେ ଜାଣିଛି ଭଗବାନ ହିଁ ସର୍ବସ୍ୱ, ବିନା ତାଙ୍କ ନିର୍ଦ୍ଦେଶ ବିନା ଗଛରୁ ପତ୍ରଟିଏ ବି ହଲେନି। ଆମେ ଏଇଥିରୁ ଅନୁଭବ କରିବା ଠାକୁର ଯେଉଁ କଥା କହିଛନ୍ତି ଯେ ତାଙ୍କର ଆଦେଶ ପାଳନ କରିଯାଅ। ଆମେ ଅନୁଭବ ବର୍ତ୍ତମାନ କରିବା ଆମେ କେତେ ତାଙ୍କ ଆଦେଶ ପାଳନ କରୁଛେ। ସଙ୍ଗରେ ଯୋଗଦାନ କରିବା ତାଙ୍କର ଠାକୁରଙ୍କର ପ୍ରଥମ ଆଦେଶ। ଠାକୁର କହିଲେ ସଙ୍ଗମର ସ୍ୱରୂପ ଯତ୍ପର ନାଚି ସବୁବେଳେ ଚେଷ୍ଟା କରିବା ସଙ୍ଗରେ ଯୋଗଦାନ ପାଇଁ। ଏଇ ଗୋଟିଏ ଆଦେଶ ଆମେ ପାଳନ ଠିକ୍ କରିପାରୁନାହିଁ। ଆମେ ବିଷୟ ଆବଶ୍ୟ ଭିତରେ ଏତେ ମାତି ଯାଉଛେ। ଆଜି ସଙ୍ଗ ଅଛି କିନ୍ତୁ ଏପଟେ ସଂସାରିକ କାର୍ଯ୍ୟ ଯଦି ଅଛି ତାହେଲେ ତାକୁ ଉପେକ୍ଷା କରୁଛେ। କିନ୍ତୁ ମୁଁ ସମସ୍ତଙ୍କୁ ଅନୁରୋଧ କରିବି ଆମେ ସବୁବେଳେ ଚେଷ୍ଟା କରିବା। ଠାକୁର ଯେଉଁ ପ୍ରଥମ ନିର୍ଦ୍ଦେଶ ଦେଇଛନ୍ତି ଯେ ସଙ୍ଗମର ସ୍ୱରୂପ ଆଉ 3 ଜଣ ହେଲେ ଯେଉଁଠି ମୁଁ 3 ଜଣ ଯେତେବେଳେ ମୋତେ ଆରାଧନା କରିବ ସଙ୍ଗ ସ୍ଥାପନ କରିବ ସେଠି ମୁଁ ନିଶ୍ଚିତ ଉପସ୍ଥିତ ହେବି। ଏଇ କଥାଟାକୁ ଆମେ ମନେ ରଖି ତାଙ୍କ ଆଦେଶକୁ ଆମେ ଯଦି ପାଳନ କରିବା ଜୀବନରେ ଆମେ ବହୁତ କଥା ପାଇବା। ଠାକୁର ଯେଉଁ କହିଛନ୍ତି ଦିନେ ମନୋବାସନା ପୂର୍ଣ୍ଣ ହେବ। ମନୋବାସନା ମାନେ ଆମେ ଯେଉଁ ଊର୍ଦ୍ଧ୍ୱଗତି ଯିବା ପାଇଁ ଆମର ଅଛି, ଆତ୍ମାର ସଦ୍ଗତି ହେବା ପାଇଁ ଆମର ଯେଉଁ ଲକ୍ଷ୍ୟ ଅଛି, ଏ ସଂସାରର ମୋହମାୟାର ଆଉ ନ ଆସି ଏଇ ଆତ୍ମା ସେ ତାଙ୍କର ଶ୍ରୀଚରଣ ତଳେ ବା ଶ୍ରୀରଙ୍ଗା ଚରଣରେ ଆଶ୍ରୟ ଲାଭ କରିବ, ସେଇ ଗତି ଆମେ ନିଶ୍ଚୟ ପାଇବା। ଆଉ ବ୍ୟବହାରିକ ଜୀବନରେ ମଧ୍ୟ ଦେଖିଛି ବା ଆମେ ଅନୁଭବ କରିଛୁ
ନିଶ୍ଚୟ ଯଦି ଆମେ ସମ୍ପୂର୍ଣ୍ଣ ରୂପେ ତାଙ୍କ ପାଇଁ ନିର୍ଭର କରିବା ଆମର ଗତିପଥ ତାଙ୍କ ଦ୍ୱାରା ପରିଚାଳିତ ହେବ। ଏପରିକି କୁହାହେଇଛି ଯେ ଏଇ ଯେଉଁ ଆମର ଯେଉଁ ବିଚାର କରାହେଉଛି ଯେଉଁ କୁଣ୍ଡଳିନୀ ମାନେ ଏଇ ଯେଉଁ ରାଶି ନକ୍ଷତ୍ର ହିସାବରେ ଆମେ ଯେଉଁ କହୁଛେ ଆଜି ମୋର ଅମକ ରାଶି ଅମକ ଦିନ ଭଲ ନାହିଁ ଅମକ ବାର ଅମକ ଇଏ ପଡ଼ିବ, ସେଇଟା ବି ଆଉ ଆସେନି, ଜୀବନରେ ଭୋଗ ହେବନି। କାରଣ ସେଇ ଯେଉଁ କୁଣ୍ଡଳିନୀ ଚକ୍ରଟା ଗୁରୁଙ୍କ ହାତକୁ ପଳେଇଯାଏ। ଆମର ଜୀବନ ଚକ୍ରର ପରିଚାଳନାଟା ଦୈନନ୍ଦିନ କାର୍ଯ୍ୟକ୍ରମକୁ ସେ ପରିଚାଳିତ କରନ୍ତି। ଯେତେବେଳେ ତୁମେ ବିସ୍ଫୋରଣ ହେଇଯାଇଥିବ କୌଣସି କଥା ସେ ମନେ ପକାଇ ଦିଅନ୍ତି। ଏଇଟା ହେଉଛି ଅନୁଭବର କଥା। ତେଣୁ ୟାକୁ ଯିଏ ଅନୁଭବ କରିପାରିବ ଜାଣିବେ ଯେ ସେ ଗୁରୁଙ୍କର ନିକଟବର୍ତ୍ତୀ ହେଲେଣି ବା ତାଙ୍କର ଆଶ୍ରିତ ହେଇ ତାଙ୍କର କୃପା ଆକର୍ଷଣ ପାଖାପାଖି ହେଲେଣି। ତେଣୁ ସେଇ କଥା ଠାକୁର କହୁଛନ୍ତି ଯେ ଏଇ ଯେଉଁ ମୋର ଶୀଘ୍ର ହେଇଯିବ, ମୁଁ ଠାକୁରଙ୍କ କତିକି ଆସୁଛି, ମୁଁ ଶୀଘ୍ର ମୁକ୍ତି ପାଇଯିବି, ମୋତେ ଠାକୁର ନିଶ୍ଚୟ ଉଦ୍ଧାର କରିଦେବେ ଶୀଘ୍ର ଶୀଘ୍ର, ଏଇ ଭାବରେ ଆସିବା କଥା ନୁହେଁ। ସେ ବର୍ଷେ ହେଉ 5 ବର୍ଷ ହେଉ 10 ବର୍ଷ, ଗୁରୁ ବାକ୍ୟ ଆପ୍ତ ବାକ୍ୟ ସେ ନିଶ୍ଚୟ କାର୍ଯ୍ୟକାରୀ ହେବ। ସେଥିପାଇଁ ଆମେ ଚଳଚଞ୍ଚଳ ହେବାନି କି ବ୍ୟତିବ୍ୟସ୍ତ ହେବାନି। ଆଜି ଠାକୁର ଏଇ ଯେଉଁ କଥା କହୁଛନ୍ତି ଯେ ଦରକାର ପଡ଼େ ମାନେ କ'ଣ, ଦୁଇଟା କଥା ଏଠି ଆସୁଛି। ଗୋଟେ କଥା ହେଉଛି ଆମର କର୍ମ ଅନୁସାରେ ଆମେ ଯେଉଁ କର୍ମ କରିଯାଉଛେ সেই কর্ম অনুসারে আমার মুক্তিপথর ফিট মানে গতিটা হব। দ্বিতীয় কথা হচ্ছে যে আমার কর্মবন্ধন না কিন্তু গুরুঙ্কর কর্ম করা সে চাহুচ্ছেন এই সূক্ষ্ম শরীর মাধ্যমে কিছু কর্ম করা সে মধ্যে আমি প্রেরণ করবে তাঁর কর্ম করা। তো সেপাই আমি ব্যক্তিব্যস্ত হবানি। আমার মঙ্গল হচ্ছেন সে ডঙ্গার আমি বসিছে নাবিক উপরে সম্পূর্ণ নির্ভর করা। সেইপাই কুহছে যন্ত্র যেণু মুই করে না কেবে যন্ত্রী হেবা অভিଳାষ ତୁମେ ମୋର ଯନ୍ତ୍ରୀ ଚଳା ହଏ ମୋତେ ଅନ୍ୟ ନ କରନ୍ତୁ ସ୍ପର୍ଶ। ତେଣୁ ଆସନ୍ତୁ ଆମେ ସମସ୍ତେ ସେଇ ଠାକୁରଙ୍କର ଏଇ ଯେଉଁ ଆଦେଶ ଉପଦେଶ ଅଛି ଆମେ ତାକୁ ଜୀବନରେ କାର୍ଯ୍ୟ କରି ଜୀବନକୁ ଧନ୍ୟ କରିବା। ଜୟ ଗୁରୁ ଜୟ ଗୁରୁ ଜୟ ଗୁରୁ।